ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍। ଉତ୍ତରପ୍ରଦେଶର ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ସମ୍ପୂର୍ଣ୍ଣ ଭାବରେ ପାସେଞ୍ଜର ଟ୍ରେନ୍ଟି ମାଲବୁଆ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା। ଲାଇନ୍ଚ୍ୟୁତ ହୋଇ ସମସ୍ତ ବଗି ଏଣେ ତେଣେ ଭାବରେ କ୍ଷିପ୍ର ହୋଇକି ପଡ଼ିଥିଲା, ଯାହାଦ୍ୱାରା କି ଅନେକ ପ୍ରାଣହାନି ଘଟିଛି। ଯାହା ବିଶେଷ ସୂତ୍ରରୁ ପ୍ରକାଶ କି 11 ଜଣଙ୍କର ସମ୍ପୂର୍ଣ୍ଣ ଭାବରେ ମୃତ୍ୟୁ ଘଟିଥିବା ସମୟରେ ଏବେ ସୁଦ୍ଧା ରେସ୍କ୍ୟୁ ଅପରେସନ୍ ଜାରି ରହିଛି ଏବଂ ଆହୁରି ଅନେକ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଅଛି। ଅନେକ ଜଣ ଆହତ ମଧ୍ୟ ହୋଇଛନ୍ତି ଏବଂ କେଉଁଭଳି ଭାବରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା ସେ ନେଇ ଏକ ବଡ଼ କଳ୍ପନା ଜଳ୍ପନା ଲାଗି ରହିଛି। ଯାହା ଦେଖିବା ସମସ୍ତଙ୍କଠାରୁ ଏହା ଏଇ ମାସର ଭିତରେ ସମସ୍ତଙ୍କଠାରୁ ଏଇ ମାସରେ ଏଇ ଦୁର୍ଘଟଣାଟି ଅତି ଭୟଙ୍କର ଭାବରେ ହେଇଛି। ଚାଲିଗଲା ଅନେକ ଜୀବନ, କେହି କିଛି ଜାଣିବା ପୂର୍ବରୁ ହିଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା। ଗତକାଲି ବିଳାସପୁର ଷ୍ଟେସନ ପାଖରେ ହିଁ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା, ଯାହାକି ସମ୍ପୂର୍ଣ୍ଣ ଭାବରେ ଗୋଟେ ପାସେଞ୍ଜର ଟ୍ରେନ୍ଟି ଗୋଟିଏ ଟ୍ରାକ୍ରେ କେଉଁଭଳି ଭାବରେ ଦୁଇଟି ଗାଡ଼ି ଯାଉଥିଲା ଏବଂ ଏହାକୁ ନେଇ ଗୋଟେ ବଡ଼ ଧରଣର ସନ୍ଦେହ ସୃଷ୍ଟି ହେଉଛି କି ଗୋଟିଏ ଟ୍ରାକ୍ରେ କେମିତି ଦୁଇଟି ଗାଡ଼ି ଯାଉଥିଲା ଏବଂ ସମ୍ପୂର୍ଣ୍ଣ ଭାବରେ ପାସେଞ୍ଜର ଗାଡ଼ିଟି ମାଲବୁଆ ଗାଡ଼ି ଉପରେ ଚଢ଼ିଯାଇଥିଲା। ଏହାଫଳରେ ସମସ୍ତ ବଗି ଲାଇନ୍ଚ୍ୟୁତ ହୋଇଥିଲା ଏବଂ ଯାହା ବିଶେଷ ସୂତ୍ର ପ୍ରକାଶ କି 11 ଜଣ ସମ୍ପୂର୍ଣ୍ଣ ଭାବରେ ମୃତ୍ୟୁ ହୋଇଥିବା ସମୟରେ ଅନେକ ଜଣ ଆହତ ହୋଇଛନ୍ତି। ଏ ଗୋଟେ ବଡ଼ ବ୍ରେକିଂ ନ୍ୟୁଜ୍ ଆସି ପହଞ୍ଚୁଛି, ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି କି ଭୟଙ୍କର ରେଳ ଦୁର୍ଘଟଣା, ଯାହାଦ୍ୱାରା କି ଚାଲିଗଲା ଅନେକ ନିରୀହ ଯାତ୍ରୀଙ୍କ ଜୀବନ।